ଆଜି ଆପଣମାନେ ଶୁଣିବେ ଜହ୍ନମାମୁଁର ଆଉ ଗୋଟିଏ କାହାଣୀ ପଞ୍ଜାୟୁଦ୍ଧ। ବ୍ରହ୍ମଦତ୍ତ ଯେତେବେଳେ କାଶୀର ରାଜା ଥିଲେ ସେତେବେଳେ ବୋଧିସତ୍ତ୍ୱ ଯୁବରାଜ ରୂପେ ତାଙ୍କ ଘରେ ଜନ୍ମ ନେଲେ। ନାମକରଣ ଦିନ ସାରା ରାଜ୍ୟର ବଡ଼ ବଡ଼ ଜ୍ୟୋତିଷ ସବୁ ଆସିଲେ। ସେମାନେ କହିଲେ, ମହାରାଜ, ଏ ବାଳକ 5ଟି ଅସ୍ତ୍ର ଦ୍ୱାରା ସାରା ଜଗତକୁ ନିଜ ଅଧୀନରେ ରଖିବା ଭଳି ପରାକ୍ରମଶାଳୀ ଅଟେ। ତେଣୁ ଏହାର ନାମ ରଖାଯାଉ ପଞ୍ଚାୟୁଦ୍ଧ। କେତେ ବର୍ଷ ପରେ ବାଳକ ଯେତେବେଳେ ବଡ଼ ହେଲେ ତାଙ୍କୁ ତକ୍ଷଶିଳା ନଗରୀର ଜଣେ ବଡ଼ ପଣ୍ଡିତଙ୍କ ନିକଟକୁ ଶିକ୍ଷାଲାଭ ଉଦ୍ଦେଶ୍ୟରେ ପଠାଗଲା। ସେଠାରେ ସେ ଗୁରୁକୁଳରେ ରହି ସବୁ ଶାସ୍ତ୍ରରେ ପାରଦର୍ଶୀ ହୋଇ ଉଠିଲେ। ଶିକ୍ଷା ଶେଷ ହେବାରୁ ଦିନେ ଗୁରୁ ତାଙ୍କୁ ଆଶୀର୍ବାଦ କରି ଘରକୁ ପଠାଇଦେଲେ। ଫେରିବା ରାସ୍ତାରେ ତାଙ୍କୁ ଏକ ଘନ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ପଡ଼ିଲା। କେତେଜଣ ପଥିକ ତାଙ୍କୁ ଦେଖି ବାରଣ କରି କହିଲେ, ଆରେ ପୁଅ, ଏ ଘୋର ଜଙ୍ଗଲରେ ତୁ ଏକାକୀ କିପରି ଯିବାକୁ ସାହସ କରୁଛୁ? ତୁ କ'ଣ ଜାଣିନାହୁଁ ଯେ ଏହା ଭିତରେ ରୋମାଞ୍ଚ ନାମକ ଏକ ବିରାଟ ରାକ୍ଷସ ରହିଥାଏ? ତା ଆଖିରେ ଥରେ ପଡ଼ିଲେ ତୋର ଜୀବନ ସେଇଠି ଶେଷ। ତେଣୁ ଅନ୍ୟ ରାସ୍ତା ଧରି ଯା। କିନ୍ତୁ ପଞ୍ଚାୟୁଦ୍ଧ ଅଳ୍ପ ହସି ଦେଇ ସେହି ରାସ୍ତାରେ ହିଁ ଚାଲିଲେ। କିଛି ସମୟ ପରେ ତାଳଗଛ ଉଚ୍ଚ ଭୟଙ୍କର ରାକ୍ଷସ ରୋମାଞ୍ଚ ଆସି ପହଞ୍ଚିଲା। ତାର ମୁହଁ ବିକଟାଳ, ମୁଣ୍ଡ ବିରାଟ, ଆଖିରୁ ନିଆଁ ବାହାରୁଛି। 2ଟି ବଡ଼ ବଡ଼ ଦାନ୍ତ ପାଟିରୁ ପଦାକୁ ବାହାରି ରହିଛି। ସାରା ଦେହ ମୁହଁ ଲମ୍ବା ବାଳରେ ପୂର୍ଣ୍ଣ। ରାକ୍ଷସ ପଞ୍ଚାୟୁଦ୍ଧଙ୍କର ରାସ୍ତା ବନ୍ଦ କରି ପଚାରିଲା, ଆବେ ତୁ କିଏ? ଖୁବ୍ ସାହସରେ ତ ଚାଲିଛୁ। ମୋ ନାଁ ଶୁଣିଲେ ଲୋକେ ଭୟରେ ଥରହର, ଜାଣୁ? ରହ, ତତେ ଏବେ ଖାଇବି। କିନ୍ତୁ ପଞ୍ଚାୟୁଦ୍ଧ କୌଣସି ମତେ ବିଚଳିତ ହେଲେ ନାହିଁ। ସେ କହିଲେ, ହେ ରାକ୍ଷସ ରାଜା, ମୁଁ ଜାଣି ଜାଣି ଏ ରାସ୍ତାରେ ଆସିଛି। ମୁଁ ତୋର କ୍ଷତି କରୁନାହିଁ। ତେଣୁ ତୁ ତୋ ରାସ୍ତାରେ ଯା, ମୋ ପାଖକୁ ଆସନା। ପଞ୍ଚାୟୁଦ୍ଧଙ୍କର ବାରଣ ସତ୍ତ୍ୱେ ରାକ୍ଷସ ତା ଆଡ଼କୁ ଆସିଲା। ତେଣୁ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା। ପଞ୍ଚାୟୁଦ୍ଧ ଅନେକ ବାଣ ଓ ତୀର ମାରିଲେ, ହେଲେ ରାକ୍ଷସର କିଛି ବିଶେଷ କ୍ଷତି ହେଲା ନାହିଁ। ସେତେବେଳେ ପଞ୍ଚାୟୁଦ୍ଧ ଭାବିଲେ, ଏଇ ବାହ୍ୟ ଅସ୍ତ୍ରଗୁଡ଼ିକର କୌଣସି ମୂଲ୍ୟ ନାହିଁ। ବର୍ତ୍ତମାନ ଅନ୍ତରସ୍ଥ ସୂକ୍ଷ୍ମ ଅସ୍ତ୍ର ପ୍ରୟୋଗ କରିବାକୁ ହେବ, ଯାହା ବାହ୍ୟ ଅସ୍ତ୍ରଠାରୁ ଅଧିକ ଶକ୍ତିଶାଳୀ। ତାହା ହେଉଛି ଜ୍ଞାନ ଆଉ ପ୍ରେମର ଅସ୍ତ୍ର। ସେତେବେଳକୁ ରାକ୍ଷସ ରୋମାଞ୍ଚ ମଧ୍ୟ ପଞ୍ଚାୟୁଦ୍ଧର ସାହସ ଓ ବିକ୍ରମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥାଏ। ସେ ଅନୁଭବ କରୁଥାଏ ଯେ ପଥିକ ଜଣକ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି। ଜୀବନରେ ସେ କେତେ ମଣିଷଙ୍କୁ ସାମ୍ନା କରିଥିଲା, କିନ୍ତୁ ଏପରି ଜଣେ ମଣିଷ ଦେଖିନଥିଲା। ସେ ଆଚମ୍ବିତ ଭାବରେ ପଞ୍ଚାୟୁଦ୍ଧଙ୍କ ଆଡ଼କୁ ଅନାଇ ରହିଥାଏ। ତାପରେ ପଞ୍ଚାୟୁଦ୍ଧ ତାକୁ କହିଲେ, ଦେଖ, ତୁ ଘୋର ଅଜ୍ଞାନରେ ପଡ଼ି ଏପରି ହଉଛୁ। ତା ଛଡ଼ା ମଣିଷ ମାରିବା ଦ୍ୱାରା ଯେଉଁ ପାପ କରୁଛୁ, ତା ଦ୍ୱାରା ଏଇ ଜୀବନରୁ ତୋର ନିଷ୍କୃତି ନାହିଁ। ଯଦି ଜ୍ଞାନ ଲାଭ କରି ଆଉ ପାପ ନ କରୁ, ତେବେ ବା ଦୁର୍ଲଭ ମଣିଷ ଜନ୍ମ ପାଇଁ ଧାର୍ମିକ ଜୀବନଯାପନ କରିବାର କୌଣସି ଆଶା ଅଛି? ଥରେ ଭାବି ଦେଖ, ଏପରି ପାପ କରିବାର ଶେଷ ପରିଣତି କ'ଣ? ବରାବର ହିଁ ତୁ ରାକ୍ଷସ ହୋଇ ଜନ୍ମ ହେବୁ ଆଉ ଅଧିକ ପାପ କରିଚାଲିବୁ। ରାକ୍ଷସ ପଞ୍ଚାୟୁଦ୍ଧଙ୍କ କଥା ଶୁଣି କାବା ହୋଇ ଠିଆ ହୋଇ ରହିଲା। ପଞ୍ଚାୟୁଦ୍ଧଙ୍କ କଣ୍ଠସ୍ୱରରେ ଥିବା ଆନ୍ତରିକତା ଆଉ ତାଙ୍କ ଦୃଷ୍ଟିରେ ଥିବା କରୁଣା ଦ୍ୱାରା ସେ ବଶୀଭୂତ ହୋଇ ଆସୁଥାଏ। ରାକ୍ଷସ ସକାଶେ ତାହା ଥାଏ ଏକ ନୂତନ ଅନୁଭୂତି। ପଞ୍ଚାୟୁଦ୍ଧ ପୁଣି କହିଲେ, ମୋ କଥା ଧ୍ୟାନ ଦେଇ ଶୁଣିଲ ତ? ତୁମ ମଙ୍ଗଳ ପାଇଁ କହୁଛି। ସବୁ ଶୁଣିବା ପରେ ରାକ୍ଷସ ଭାବିଲା, ଏ ତ କିଛି ନୂଆ କଥା କହୁଛି। ଏପରି ଆଗରୁ କେହି ମୋତେ କହିନଥିଲେ। ସେ ଯେତେ ଯେତେ ଭାବିଲା ସେତେ ସେତେ ଉପଲବ୍ଧ କଲା ତାର ଜୀବନ କେତେ ଘୃଣ୍ୟ ଆଉ ନୀଚ ସ୍ତରର, ପାପ କଳୁଷତାରେ ପୂର୍ଣ୍ଣ। ସେତେବେଳେ ପଞ୍ଚାୟୁଦ୍ଧ ରାକ୍ଷସର ମନ ଉପରେ କ୍ରମେ ନିଜ ମନଶକ୍ତିର ପ୍ରଭାବ ବିସ୍ତାର କରୁଥାନ୍ତି। କ୍ରମେ ରାକ୍ଷସ ଉପଲବ୍ଧ କଲା ଯେ ସେ ଜଣେ ସାଧାରଣ ମଣିଷ ନୁହନ୍ତି। ତେଣୁ ସେ କହିଲା, ହେ ଯୁବକ, ତୋ କଥା ମୋର ଅନ୍ତରକୁ ସ୍ପର୍ଶ କରିଛି। ତତେ ମୁଁ ଆଜି ନ ଖାଇ ଛାଡ଼ି ଦେଉଛି। ତୁ ନିଜ ଇଚ୍ଛାରେ ତୋ ରାସ୍ତାରେ ଯାଇପାରୁ। ପଞ୍ଚାୟୁଦ୍ଧ କହିଲେ, ତୁ ମୋତେ ଛାଡ଼ିଦେଲୁ, ଅନେକ ଧନ୍ୟବାଦ। କିନ୍ତୁ ତୁ ଯେ ସାରା ଜୀବନ ଏବଂ ପରଜୀବନ ସବୁ ମଧ୍ୟ ଏହିପରି ନିଷ୍କୃଷ୍ଟ ଜୀବନ ବିତାଇବୁ, ସେଥିପାଇଁ ମୋର ଦୁଃଖ। ରାକ୍ଷସ ପଚାରିଲା, ତେବେ ମହାଶୟ, ମୋତେ କୁହ, ମୁଁ କିପରି ଏଥିରୁ ଉଦ୍ଧାର ପାଇବି? ପଞ୍ଚାୟୁଦ୍ଧ କହିଲେ, ପ୍ରଥମତଃ ମଣିଷ ମାରିବା ଆଉ ଅନ୍ୟାନ୍ୟ ପାପ କରିବା ଛାଡ଼ିଦେ। ବର୍ତ୍ତମାନଠାରୁ ଚେଷ୍ଟା କର ଭଲ ହେବା ପାଇଁ। ସେଥିପାଇଁ ମୁଁ ତତେ ଆଜି ପରମ ଅସ୍ତ୍ର ଜ୍ଞାନର ଦୀକ୍ଷା ଦେବି। ସେତେବେଳକୁ ରାକ୍ଷସ ପଞ୍ଚାୟୁଦ୍ଧ ମଧ୍ୟରେ ଥିବା ମହାନ ସତ୍ତାକୁ କ୍ରମେ ଉପଲବ୍ଧ କରୁଥିଲା। ଶେଷରେ ସେ ଆସି ଶାନ୍ତ ଭାବରେ ତାଙ୍କ ପାଖରେ ଦଣ୍ଡାୟମାନ ହେଲା। ପଞ୍ଚାୟୁଦ୍ଧ ରୂପୀ ଭଗବାନ ବୋଧିସତ୍ତ୍ୱ ତାର ଶରୀର ଆଉ ମଥା ସ୍ପର୍ଶ ପୂର୍ବକ ତାକୁ ପରମ ସ୍ନେହରେ ଆଶୀର୍ବାଦ ଦେଲେ ଆଉ ଜ୍ଞାନର ମୁଖ୍ୟ ଅଙ୍ଗ ସବୁ ବୁଝାଇ ଦେଲେ। ସେହି ଦିନଠାରୁ ରାକ୍ଷସ ପାପ କାର୍ଯ୍ୟ ଛାଡ଼ିଦେଲା, ବରଂ ପଥିକମାନଙ୍କୁ ଘରକୁ ଡାକି ଅତିଥି ସତ୍କାର ରୂପକ ଧର୍ମକାର୍ଯ୍ୟ କରିବାକୁ ଲାଗିଲା।
କ୍ରମେ ସେ ଜୀବନର ଉତ୍ତମ ମାର୍ଗରେ ଗତି କଲା। ବୋଧିସତ୍ତ୍ୱଙ୍କର ଦୟା ଓ ଅନୁକମ୍ପା ଲାଭ କରି ତାର ଜନ୍ମ ସାର୍ଥକ ହେଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ ପଞ୍ଚାୟୁଧ।